ଆଭୋକାଡୋ ତ ମୁଁ ଫ୍ରୁଟ୍ସ ଦୋକାନରେ ଦେଖେ ବହୁତ ରେଟ୍ ତାର ଥାଏ କିନ୍ତୁ ମୁଁ କେବେ ଆଣିବାକୁ ଚେଷ୍ଟା କରିନି କାରଣ କେମିତି ଲାଗିବ ପିଲା ଖାଇବ ନ ଖାଇବ କିନ୍ତୁ ଏବେ ମାର୍କେଟ ଯାଇଥିଲି ତ ଆଭୋକାଡୋ ଦେଖିଲି ଭାବିଲି ଟିକେ ନେଇ ଆସିବା କ'ଣ ଗୋଟେ କରିଦେବା ଆଭୋକାଡୋ ଟୋଷ୍ଟ ତ ଏଠି ମୁଁ ଆଭୋକାଡୋକୁ ଭଲ ଭାବରେ ତାକୁ କାଢ଼ି ଦେଇଛି ତାପରେ ସେଥିରେ ଟିକେ କଟା ହେଇଥିବା ପିଆଜ ଟିକେ ଟମାଟୋ ତାପରେ ଟିକେ ମୁଁ ବିଟ୍ ଲୁଣ ବ୍ଲାକ୍ ପେପର ଆଉ ଟିକେ ସିଜନିଂ ଏଥିରେ ମୁଁ ପକେଇ ଦେଇଛି ଏଥିରେ ମୁଁ ଟିକେ ଅରିଗାନୋ ଆଉ ଚିଲି ଫ୍ଲେକ୍ସ ମଧ୍ୟ ଆଡ୍ କରିଛି କାରଣ ଟିକେ ବାସ୍ନାଟା ଭଲ ଭାବରେ ଆସିବ ବୋଲି ତାପରେ ସବୁଥର ଏଇ ଜିନିଷ ପକେଇ ସାରିଲା ପରେ ମୁଁ ତାକୁ ଭଲ ଭାବରେ ମାସ୍ କରିଦେବି ମୁଁ ତ ସବୁବେଳେ ଫୋନରେ ଦେଖେ କି ଏମିତି ଆଭୋକାଡୋକୁ ଏମିତି ଟୋଷ୍ଟ କରନ୍ତି ଖାଆନ୍ତି କେମିତି କ'ଣ ଲାଗୁଥିବ ଭଲ ଲାଗୁଥିବ କି ଭଲ ଲାଗୁନଥିବ ସେଥିପାଇଁ ମୁଁ ଫ୍ରୁଟ୍ସ ଆଣେନି ତାପରେ ଏମିତି ଥରେ ମାର୍କେଟ ଗଲାବେଳେ ସେମିତି ଦେଖିଲି କି ମାମା ମୋ ଝିଅ କହିଲା କି ମାମା ନେବା ମୁଁ କହିଲି ହଉ ଠିକ୍ ଅଛି ନେଇକି ଥରେ ଟ୍ରାଏ କରିବା ତ ଏଠି ମୁଁ ଏବେ ଅଳ୍ପ ଟିକେ ତେଲ ପକେଇକି ମୁଁ ଏଠି ବ୍ରେଡକୁ ଟିକେ ହାଫ୍ ମାନେ ଟୋଷ୍ଟ କରିଦେବି ଦୁଇ ପଟ ସାଇଡ୍ ଭଲ ଭାବରେ ହେଇସାରିଲା ପରେ ମୁଁ ଯେଉଁ ମିକ୍ସର କରିକି ରଖିଥିଲି ଆଭୋକାଡୋର ମୁଁ ଏବେ ତା ଉପରେ ଭଲ ଭାବରେ ଦେଇଦେବି ଏବେ ମୋର ଆଭୋକାଡୋ ଟୋଷ୍ଟ ବନିକି ରେଡି ହେଇଯାଇଛି ଏବେ ଝିଅକୁ ଯାଉଛି ଦେବି ଟେଷ୍ଟ କରିକି କହିବ ପ୍ରକୃତରେ କେମିତି ଲାଗୁଛି।